हेलो फ्रेंड, नमस्कार, जय जगन्नाथ। आशा करछि आपण माने भल थिबे। मो भी भलरे अछि। आउ मोर एक नुआ फेस ब्लॉग को स्वागत करुछि। चलंतु आज रे सुंदर वीडियोटी आरंभ करिबा। आपण माने भाबुथिबे बोधे मु गाधेई साची गाधेई नाही। आउ सोईथिले उठिकी चाहा करिकी चाहा खाई सारिकी फेरे सोईथिले। देह भल नाही, ଥଣ୍ଡା ଜର ମୋ ତଣ୍ଟି ଗଣ ଗଣ ହଉଛି। ଆପଣ ମାନେ ମୋ ଭଏସ ନିଶ୍ଚିତ ବୁଝି ପାରୁଥିବେ। ରାତି ସାରା ଏତେ ଜୋର ବର୍ଷା ହେଲା ଯେ ରାତି ସାରା ନେ 4ଟା ରାତିରୁ ବର୍ଷା ଯୋଉ ଘଡଘଡି। ତାପରେ କଣ ହେଇଛି ନା ପେଟଟା କଣ ହଉଛି, ଖାଲି କାଟୁଛି ନା ବିନ୍ଧୁଛି ଜାଣି ପାରୁନାହିଁ। ଶୀତ ଲାଗିଲା, ସେଇଥିପାଇଁ ଶାଢୀ ଟା ଘୋଡି ହେଇ ପଡିଛି, ଜାଣିଲେ ନା। ଆଉ ଦେଖନ୍ତୁ କାନ୍ଥ ସବୁ କେମିତି ଉଦା, ବର୍ଷା ହଉଛି, କିଛି ଅବସ୍ଥା ନାହିଁ। ଆଉ ସେ ତାଙ୍କର ଡ୍ୟୁଟି ପଳେଇ ଯାଇଛନ୍ତି ନା। ଆଉ ମୁଁ ଶୋଇଥିଲି, ଭଲ ଲାଗୁନି ଦେହଟା। ନାକ ବନ୍ଦ ହେଇଯାଉଛି ଶୋଇଲା ବେଳକୁ, ନିଶ୍ୱାସ ନେଇ ହଉନାହିଁ। ଆଉ କଣ କିଛି କାମ ଦାମ କରିପାରୁନାହିଁ। କିଛି କାମ ଦାମ କରିପାରୁନାହିଁ, ଦେହ ଭଲ ଲାଗୁନାହିଁ, ଖାଲି ଶୋଉଛି। ସେ ନାତି ବର୍ଷା ହେଇଥିଲା ସବୁ ରାତିରେ, ତ ସେ 4ଟା ରାତିର। ଆଉ କଣ ହେଇଛି ନା ପାଣି ମାଣି ସବୁ ହେଇଯାଇଛି, ବର୍ଷା ହେଇଥିଲା ପାଣି ହେଇଯାଇଛି। ଆଉ ସେ ପାଣି ତାର ଖରକା ହେଇନାହିଁ। ଏଇର ଭଳିଆ ସବୁ ହେଇଛି। ଫୁଲ ବି ତୁଳା ହେଇଛି, ଅଳ୍ପ ଆହୁରି ତୁଳା ହେଇନି। ଟାଇମ ଆସିକି 8ଟା ବାଜିଲାଣି। ମାନେ କହୁଥିଲି ନା, ଦେହ ଭଲ ଥିବ ତମେ ସବୁ କାମ କରି ପକେଇ, ଯେତେବେଳେ ଦେହ ଖରାପ ହେଇଯିବ ସେଇଠୁ ଇଚ୍ଛା ହବନି କିଛି କରତେ। ଆଉ ମତେ ଖାଲି ଶୀତ ଲାଗୁଛି, ବାହାରକୁ ଯାଉନି। ଏଇ ଶାଢୀ ଖଣ୍ଡେ ଘୁଡି ହେଇଥିଲି, ଆଉ ଶୀତ ଲାଗୁଛି। ଆଉ ନାକରୁ ଖାଲି ପାଣି ଗଡୁଛି ନା। ଆଉ ତଣ୍ଟି ଯୋଉ ବଥା, ସକାଳେ ଟିକେ ଅଦା ଚା କରିକି ଖାଇଲି ନା, ତଣ୍ଟି ବଥା ଲାଗୁଛି। ଆଉ ତାଙ୍କ ଦେହ ଭଲ ହେଇଗଲା, ମୋ ଦେହ ଖରାପ ହେଲା। ମାନେ କିସ କନି କହିଲେ, ଜଣଙ୍କ ଦେହ ଖରାପ ହେଇଥିବ, ଭଲ ହେଇଗଲା ପରେ ଆଉ ଜଣଙ୍କ ଦେହ ଖରାପ ହବ। ଏଇଟା ଭଳିଆ ପ୍ରୋବ୍ଲେମ ଆଉ। ଆଉ ଦିହ ହାତ ପୁରା ଛେଚା କୁଟା କରୁଛି, ଯୋଉ ବିନ୍ଧା ବିନ୍ଧି କରୁଛି। ଖାଇ ନାହିଁ କିଛି ରାତିର। କଣ ହେଇଛି କହନି, ମେଡିସିନ ଖାଇଦେଲି ନା, ମେଡିସିନ ଖାଇ ଦେଇକି ଆଉ ଶୋଇ ପଇଲି। ରାତିରେ ଶୋଇପାଇଲିନି। ଏଇ ତଣ୍ଟି ଗତିର ଖାଲି କଫ ଗୁଡା ଅଟକିକି ରହିଲା ନା, ନାକ ପୁଛି ପୁଛି ମୋ ନାକ ପୁରା ବଥା ହେଇଗଲାଣି। ଖାଲି କଞ୍ଚା ପାଣି ନାକରୁ ଗଡୁଛି। ଏତେ ଜୋର ମତେ ଥଣ୍ଡା ହେଇଗଲା। ମୁଁ ଜାଣିଛି ଥଣ୍ଡା ହେଇଯିବ, କାହିଁକି ନା ପଖାଳ ମୁଁ ଏମିତି ଖାଏନି ତ, କେତେବେଳେ କେମିତି ଆଖିରୁ ଲୁହ ବାହାରୁଛି। ଆଉ ଖାଇଲି ନା, ସେ ସେଥିପାଇଁ ଥଣ୍ଡା ମତେ ଧରିନେଲା। ତାପରେ ବର୍ଷା ଯୋଉ ହଉଛି, ଏମିତି କଥା ସବୁ। ଜଣେ ବିଛଣା ପଡିଥିଲା, ଜଣେ ଭଲ ହେଲା ପରେ ଆଉ ଜଣେ ବିଛଣା ଯାଉଛି। କଣ କରିବି ନା, ସେ ପାଣିକି ଟିକେ ଖରିକିବି ନ ଖରିକିନେ ସେମିତି ପଡିକି ରହିଥିବ। ସେ ପାଣିକି ଖରିକିବି, ପାଣି ଖରିକି ସାରିଲା ପରେ କଣ କରିବି, ଖାଇବା ନାଗି କଣ ବନେଇବି ସେଇଆ ଭାବୁଛି। ସେ ଯାଇଛନ୍ତି, ପଳେଇ ଆସିବେ। ଅଳ୍ପ ଡ୍ୟୁଟି କରିକି ପଳେଇ ଆସିବେ। ଆଉ ଆଜି ହଉଛି ରବିବାର ନା, ସେଥିପାଇଁ ସେ ପଳେଇ ଆସିବେ। ନାକ ପୁରା ବନ୍ଦ ହେଇଯାଉଛି, ନିଶ୍ୱାସ ନବା ପାଇଁ ଅସୁବିଧା ହଉଛି। ଏଇ ତଣ୍ଟି ଗତର କଣ ହଉଛି, ଛିପ ବି ମୁଁ ଢୋକି ପାରୁନାହିଁ।
ଅଟକି ରହିଲା ଭଳିଆ ରହୁଛି। ସେଥିପାଇଁ ସକାଳୁ ସକାଳୁ ଟିକେ ଅଦା ଚା କରିକି ପିଇଲି। ଖାଲି ଆଖି ଢାଙ୍କି ପଡୁଛି, ନିଦ ଖାଲି ଆଉଛି। ଦେହ ଖରାପ ହେଲେ ଖାଲି ମତେ ନିଦ ଆସିବ, ହେଲେ ରାତିରେ ଶୋଇ ହଉନି ନା। ଆଉ ଯାଉଛି ବ୍ରଶ କରିନାହିଁ, ଗାଧେଇବି ନା ଗାଧେଇବିନି, ଯାଇବି କଣ କରିବି। ମାନେ ଆପଣ ମାନେ ଅପେକ୍ଷା କରିଥିବେ, ଆ ଦେହ ଭଲ ଥାଉ ନଥାଉ ମୁଁ ଟିକେ ବ୍ଲଗ କରିଦିଏ। ବେଶୀ ବଡ ନ କଲେ ଛୋଟଟେ ତ ବନେଇ ପାରିବି ଆପଣ ମାନଙ୍କ ପାଇଁ। ଆମର କଣ ହେଇଛି ଆପଣ ମାନେ ଜାଣିପାରିବେ, ଏମିତି କଥା ଆଉ। ଭାବୁଥିଲି ଆଜି ବେଣୁଛୁ ଭାତ ରୋଷେଇ କରିବି ବୋଲିକି, ସେ ଖାଇନାହାନ୍ତି 3 ଦିନ ହେଲା ଭାତ ଖାଇବେ। ମୋର ଏମିତି ଅବସ୍ଥା ହେଇଗଲା। ଆଉ ବେଶୀ ଗପି କଥା କହିପାରୁନି, ମାନେ ଏଇ ମଥା ଯନ୍ତ୍ରଣା କରୁଛି ନା। ଆମର ଏଇଠି ସବୁ ଔଷଧ ଫଔଷଧ ରହିଛି ଦେଖନ୍ତୁ। ଏଇଟା ମୋର ମେନ୍ ଔଷଧ। ଯାଉଛି ଆସ୍ତେ ଆସ୍ତେ କାମ ଟିକେ କରିନିଏ, ତାପରେ କ୍ୟାମେରା ଫ୍ୟାମେରା ଧରିବା ପାଇଁ ଲୋକ କେହି ନାହାନ୍ତି। ଆଉ କଣ ଦେଖେଇବି ଆପଣ ମାନଙ୍କୁ, କଣ କାମ କରୁଛି। ସେ ପାଣି ମାଣି ହେଇଛି, ଯାଉ ସେଇ କାମ ଗୁଡାକ କରିଦିଏ। ସେ କେତେବେଳକୁ ଆସୁଛନ୍ତି ଆସନ୍ତୁ। ଯାଉଛି କାମ ଟା କରିଦିଏ। ଆଉ ମୁଁ ଏବେ ରୋଷେଇ ଆରମ୍ଭ କରିଦେଇ ସାରିଲିଣି। ଆପଣ ମାନେ ଭାବୁଥିବେ ମୁଁ ଗାଧେଇଛି, ନା ମୁଁ ଖାଲି ଗୋଡ ହାତ ଧୋଇ ପକେଇଛି। ଆଉ କଣ କଣ ସବୁ ରୋଷେଇ କରିବି ଆପଣ ମାନଙ୍କୁ ଦେଖେଇ ଦଉଛି। ଭାତ ବସେଇନି, ଗୋଟେ ତରକାରୀ ରୋଷେଇ କରିଦେଇଛି ଦେଖଉଛି। ଟମାଟୋ ଭେଣ୍ଡି ମଖା ମଖି କରୁଛି। ଆଉ ଟିକେ ଖଟା ଫଟା କଲେ ଟିକେ ପାଟିକି ଭଲ ଲାଗେ, ଜର ପାଟିକି। କଲରା କାଟିଛି ଭାଜିବା ଲାଗି। ଆଉ ଗୋଟେ ତରକାରୀ ରୋଷେଇ କରିବି ଦେଖନ୍ତୁ। କାଙ୍କଡ଼ ଆଳୁ ବାଇଗଣ ଟମାଟୋ ପକେଇ ଝୋଳ କରିବେ। ଏଇ ସବୁ ବନେଇଛି। ଭାତ ବସେଇନି, ଚାଉଳ ଧୋଇ ଆସି ଭାତ ବସେଇବି। ନୋଂରା ହେଇ ସବୁ ପଡିଛି, ତାକୁ ସବୁ ସଫା କରିବି ପୋଛିବି। ଦେହ ଖରାପ ହଉ ଯାହା ହଉ, ଆଉ ରୋଷେଇ କରିବାକୁ ପଡିବ, ନ କଲେ ଖାଇବ କଣ। ତାପରେ ମତେ ଭୋକ ଲାଗିଲାଣି ନା ଭାରି ଜୋରେ। ଆଉ ମୋ ମୁଣ୍ଡ ଟା ଖାଲି ଘୁରଉଛି, ଭାରି ଜୋରେ ବିନ୍ଧୁଛି, ଧକ 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 ହଉଛି। ଆଉ ଭଜା ଟା ବସେଇଦେମି, ପଛରେ ଭାତ ବସେଇବି। ଭଜା ବସେଇଦେଇ ଘର ଦ୍ବାର ସବୁ ପୋଛିଦେମି। ପୋଛି ଦେଇ ସାରିଲା ପରେ ତାପରେ ଭାତ ଟା ବସେଇଦେବି। ତାପରେ ଭଏସ ମୋର ଆସୁନାହିଁ କଣ ପାଇଁ ନା, ଦେହ ଏତେ ଜୋର ଖରାପ ହେଇଯାଇଛି। ମାନେ କଥା ହବା ପାଇଁ ମୋର ଇଚ୍ଛା ନାହିଁ। ସେଇଥର ପେଟ କାହିଁକି ଦରଜ ଲାଗୁଛି, ବଥା ଲାଗୁଛି, ପେଟ ଟା ବିନ୍ଧିଲା ଭଳିଆ ହେଇଯାଉଛି ନା। ଆଉ ଖାଇ ନାହିଁ ନା କିଛି, ଖାଲି ଚାହା ଟିକେ ପିଇଥିଲି। ଆଉ ରୁଚୁ ନାହିଁ, ମୁଁ କହିଲି ଭାତ ଦିଟା ଖାଇଲେ ଟିକେ ଭଲ ଲାଗିବ। ଭାତ ଦିଟା ଖାଇକି ମେଡିସିନ ଖାଇଦେଇକି ଶୋଇବି। ଭେଣ୍ଡି ମଖାମଖି ହେଇଗଲାଣି। ଏବେ କଣ କରିବି ନା, କଲରା ଭଜା ଟା ବସେଇ ଦେବି। ବସେଇ ଦେଇକି ଘର ଟିକେ ପୋଛା ପୋଛି କରିଦିଏ। କରିଦେଇକି ଖାଇଦେଇକି ଦିଟା ଶୋଇବି। ତାପରେ ଦେଖାଯିବ କଣ ହବ। ଆଉ ଘୋଡେଇ ଘାଡେଇ ହେଇକି ଶୋଇ ପଡିବି ମେଡିସିନ ଖାଇକି। ମାନେ ମୁଣ୍ଡ ଟା ବେଶୀ ଇଏ ହଉଛି, ସନ୍ଧ୍ୟା ବେଳକୁ ଭାବୁଛି ବାମ୍ଫ ନେମି। ରୋଷେଇ ସରିଗଲା। ଏବେ କଣ କରିବି, ଭାତ ଦିଟା ଖାଇଦେବି। ଆଉ ଆପଣ ଭାବୁଥିବେ କାନ୍ଦୁଛି କଣ ପାଇଁ, ନା କଣ? ସେମିତି କିଛି ନୁହେଁ, ଦେହଟା ଭଲ ନାହିଁ ନା। ତାପରେ ଆପଣ ତ ନିଜେ ଦେଖିଲେ ଏତେ କଷ୍ଟ ବି ହଉଛି ଦେହ। 3ଟା ତରକାରୀ ରୋଷେଇ କନି, ତାମାନେ ଭାତ ବି ରୋଷେଇ କନି। ଭାତ ଖାଇଲେ ଖାଇବି, ନହେଲେ ନାଇଁ ରୁଟି କରିବାକୁ ପଡିବ। ରୁଟି ଫେରେ କରିବାକୁ ପଡିବ। ରୁଟି କରିବି ଖାଇବି। କିନ୍ତୁ ଦେହଟା ବହୁତ କଷ୍ଟ ହଉଛି। ମାନେ ହାତ ଆଉ ପାଦ କମର ସବୁ ମାନେ ଦରଜ ପୁରା। ଏମିତି କଲାରୁ ପୁରା ଦରଜ। ଆଉ ଏଇ ମୁଣ୍ଡ ତ ହାତ ମାରିହଉନି, ଏତେ ଦରଜ ଲାଗୁଛି। ନାକ ପୋଛି ପୋଛି ନାକ ମୋର ବଥା ହେଇଗଲାଣି।
ଆଉ ହେଲା ମୁଁ ଏକା ମୋ ପାଖକୁ କେହି ନାହାନ୍ତି କିନ୍ତୁ ଦେହ ଭଲ ହଉ ଖରାପ ହଉ କେହି କରିଦବାର ନାହିଁ। ଭଲ ହେଲେ ନିଜେ କରିବାକୁ ପଡିବ, ଖରାପ ହେଲେ ବି କରିବାକୁ ପଡିବ। ଯେହେତୁ ଆଉ ସିଏ ଅଛନ୍ତି, ସେ କରିଦିଅନ୍ତି, ବହୁତ କିଛି କରିଦିଅନ୍ତି। ଆଉ ସେମିତି ମୋ ପାଖରେ କେହି ନାହାନ୍ତି ଯେ କରିଦବା ପାଇଁ। ମୁଁ ଶୋଇବି ଆଉ ସେ କରିଦବ, ସେମିତି କେହି ନାହାନ୍ତି। ଆଉ ସେଇ କଷ୍ଟ ଯାହା ହଉ କରିବାକୁ ପଡିବ କାମ। ଆଉ ମୋ ରୋଷେଇ ବି ସରିଗଲା, ତାଙ୍କ ଗାଧୁଆ ପିଧୁଆ ସରିନାହିଁ। ମୁଁ ଖାଇ ଦେଇକି ମେଡିସିନ ଖାଇକି ଟିକେ ଶୋଇବି। ଗାଧୁଆ ପିଧୁଆ ସରିଲେ ତାପରେ ସିଏ ଖାଇବେ। ଆଉ ଆପଣ ମାନଙ୍କ ସାଥିରେ ମୁଁ କଣ କଥା ହେବି, ମୋ ଦେହ ଭଲ ଲାଗୁନି। ଆଉ ମୁଁ ଶୋଇପାରୁନି, ମୁଁ ଏବେ ଟିକେ ଶୋଇବି। ମାନେ ବସିକି ରୋଷେଇ କରୁଥିଲି ନା, ସେ ଜଙ୍ଘ ଗୁଡ ସବୁ ବଥା ଲାଗୁଛି। ଆଉ ମଥା ବି ସେମିତି ବିନ୍ଧୁଛି। ମୁଁ ବଥା ଔଷଧ ଲଗେଇବି ବୋଲିକି ଆଣିଛି, ଖାଇସାର ଲଗେଇବି, ମେଡିସିନ ଖାଇକି ଶୋଇବି ଲଗେଇକି। ଆଉ ଭିଡିଓଟି ବହୁତ ବଡ ହେଇଯାଉଛି, ବଡ ଭିଡିଓଟି କରିବି ନାହିଁ। ଆଜିର ଭିଡିଓଟି ଯଦି ଆପଣ ମାନଙ୍କୁ ଭଲ ଲାଗିଥାଏ, ଲାଇକ୍ ସେୟାର କମେଣ୍ଟ କରିବାକୁ ଜମାରୁ ଭୁଲିବେ ନାହିଁ। ପାଖରେ ଥିବା ବେଲ ବଟନକୁ ଟିକେ ଦବେଇ ଦେବେ। ମୋ ନୋଟିଫିକେସନ ଆପଣଙ୍କ ପାଖରେ ଜଲଦି ପହଞ୍ଚିଯିବ। ଯେବେ ଭିଡିଓ ପୋଷ୍ଟ କରିବି ସର୍ବପ୍ରଥମେ ଆପଣ ମାନେ ହିଁ ଦେଖିପାରିବେ। ଯଦି ଆପଣ ମାନେ ଚ୍ୟାନେଲରେ ନୂଆ ଅଛନ୍ତି, ନୀଳିମା ବ୍ଲଗ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ। ଯଦି ଆପଣ ମାନେ ସବସ୍କ୍ରାଇବ କରିଦେଇଛନ୍ତି, ଆପଣ ମାନଙ୍କୁ ମୋ ହୃଦୟରୁ ବହୁତ ବହୁତ ଧନ୍ୟବାଦ। ଆପଣଙ୍କ ଭଲ ପାଇବା ଆଶୀର୍ବାଦ ମୋ ଉପରେ, ମୋ ପରିବାର ଉପରେ ରଖନ୍ତୁ। ଆଜିର ଭିଡିଓଟି ଏଇଠି ଏଣ୍ଡ କରୁଛି। ନେକ୍ସଟ ଭିଡିଓରେ ଆପଣ ମାନଙ୍କ ସହିତ ଦେଖାହବ। ନମସ୍କାର, ଜୟ ଜଗନ୍ନାଥ। ବେକ ଥଣ୍ଡା ବିନ୍ଧୁଛି ଭାରି ଜୋର। ଲଭ୍ ୟୁ, ବାଏ ବାଏ।